Hello students, welcome to Restore Studies. Myself Amit Das. ମୁଁ ଆଜି ତୁମମାନଙ୍କୁ NIS ର ସେକେଣ୍ଡାରୀ ଓ ସିନିୟର ସେକେଣ୍ଡାରୀର ମାର୍କସିଟ୍ ବିଷୟରେ କିଛି ଇନଫର୍ମେସନ୍ ଦେବାକୁ ଯାଉଛି। ତୁମମାନଙ୍କୁ ଗୋଟେ ମହତ୍ତ୍ୱପୂର୍ଣ୍ଣ ଇନଫର୍ମେସନ୍ ଦେଉଛି କି ଯାହାକି ସବୁଆଡ଼େ ଏବେ ପ୍ରାୟ ଲୋକମାନେ ତୁମମାନଙ୍କୁ ୟୁଟ୍ୟୁବରେ ଦେଖିବାକୁ ମିଳିଯିବ ଓ ବାହାରେ ବି ଶୁଣିବାକୁ ମିଳିଯିବ। ବାହାରେ ବହୁତ ପ୍ରକାର ଲୋକମାନେ ତୁମମାନଙ୍କୁ ଭ୍ରମିତ କରିପାରନ୍ତି, ଯେପରି କହିବେ ତୁମମାନଙ୍କୁ ଆମେ ମାର୍କସିଟ୍ ବନେଇଦେବୁ ଓ ଆମ ପାଖରେ ମାର୍କସିଟ୍ ଅଛି। ଏହିଭଳି ଲୋକଠୁ ଠକାମିର ଶିକାର ହେବାଠୁ ବଞ୍ଚନ୍ତୁ ଓ ସଠିକ ଲୋକ କତୁ ଯାଇ ସଠିକ ଆଡମିସନ କରାନ୍ତୁ। ଓ ଗୋଟେ କଥା ମୁଁ କହିଦଉଛି ଆହୁରି, ଇନର ଏକ୍ଜାମ ଦେଇକି କୌଣସି ବି ଜେନ୍ୟୁନ୍ ଇନଷ୍ଟିଟ୍ୟୁଟରୁ ତୁମମାନଙ୍କୁ କେବେ ସାର୍ଟିଫିକେଟ ମିଳେନି। ତମେ ଠିକ ଭାବେ ଭଲ ଭାବେ ଜାଣିଥିବ। ଯେଉଁ ସବୁ ଲୋକମାନେ ଏଇସବୁ କଥା କହନ୍ତି ତାଙ୍କଠୁ ରୁହନ୍ତୁ। ତମମାନଙ୍କୁ ଅରିଜିନାଲ ମାର୍କସିଟ୍ ବିଷୟରେ କିଛି ଜାଣିବା ପୂର୍ବରୁ ତମମାନଙ୍କୁ କିଛି ଇନଫର୍ମେସନ୍ ଦେବାକୁ ଚାହୁଁଛି। ମୁଁ ଯେଉଁ ଷ୍ଟୁଡେଣ୍ଟ ମାନେ ଏହି ଚଳିତ ବର୍ଷ ଏକ୍ଜାମ ଦେବେ ସେମାନେ କିପରି ମାର୍କସିଟ୍ ପାଇବେ ତମମାନଙ୍କୁ ଜାଣିବାକୁ ମିଳିବ। ତମମାନଙ୍କୁ ମୁଁ କହିଦେଉଛି, ଫାଷ୍ଟ କରି ତମମାନଙ୍କୁ NIS ବୋର୍ଡ ତମମାନଙ୍କୁ ଇଣ୍ଡିଆ ପୋଷ୍ଟ ମାଧ୍ୟମ ଦେଇକି ତମକୁ କୋରିୟର କରିଥାଏ ନିଜର ମାର୍କସିଟ୍ ଟାକୁ। ଆଉ ତମମାନେ ଷ୍ଟଡି ସେଣ୍ଟର ଦ୍ୱାରା ତମ ମାର୍କସିଟ୍ ଟାକୁ ନିଜେ ଗେଟ୍ କରିପାରିବ। ତୁମମାନେ ଯେଉଁ ପୋଷ୍ଟ ଦେଇକି ତମେ ରିସିଭ୍ କରିବ, ପୋଷ୍ଟ ଦେଇ ରିସିଭ୍ କରିବା ପୂର୍ବରୁ ତମେମାନେ ଗୋଟେ କଥା ଧ୍ୟାନ ଦେବା ଜରୁରୀ ଅଛି, ଯାହାକି ତମମାନଙ୍କୁ କହିଦେଉଛି। ଯେଉଁ ଷ୍ଟୁଡେଣ୍ଟ ମାନେ ପୋଷ୍ଟ ଦେଇକି ନିଜର ମାର୍କସିଟ୍କୁ ରିସିଭ୍ କରୁଛନ୍ତି ତାକୁ ରିସିଭ୍ କରିବା ପୂର୍ବରୁ ଫାଷ୍ଟ ଗୋଟେ ଭିଡ଼ିଓକୁ ମେକ୍ କରିନେବ, ଯାହାକି ତମର ସବୁଠୁ ଭାବେ ରହିବ। ତମର ଯଦି ମାର୍କସିଟ୍ଟା ଡ୍ୟାମେଜ ବାହାରିଲା କି କୌଣସି ବି ଫଟା ଚିରା ବାହାରିଲା ତମେମାନେ ଏହାକୁ ଏଇ ଭିଡ଼ିଓକୁ ନେଇ କମ୍ପ୍ଲେନ୍ କରିପାରିବ। ଆଉ ଗୋଟେ କଥା ମୁଁ କହିଦେଉଛି, ଯେଉଁ ଷ୍ଟୁଡେଣ୍ଟ ମାନଙ୍କର ମାର୍କସିଟ୍ ଠିକ ଭାବରେ ମିଳିଛି ସେମାନେ ଇନଷ୍ଟାଣ୍ଟ ଉପରେ ଯାଇକି ନିଜର ମାର୍କସିଟ୍କୁ ଲାମିନେଟ୍ କରିବେନି। କାରଣ ମୁଁ କହିଦେଉଛି, ଯେଉଁ ଷ୍ଟୁଡେଣ୍ଟ ମାନେ ନିଜର ଫାଷ୍ଟ ମାର୍କସିଟ୍କୁ ନିଜେ ଯାଞ୍ଚ କରନ୍ତୁ ଅଥେଣ୍ଟିକ ନାହିଁ, ତାପରେ ଯାଇକି ତମେ ତାକୁ ଲାମିନେଟ୍ କରିବ। ଆଉ ଗୋଟେ କଥା ମୁଁ କହୁଛି, ତମର AI ସେଣ୍ଟର, ସେ AI ସେଣ୍ଟର ତମର ଯୋଉ ଯାଇକି ତମେ ମାର୍କସିଟ୍ଟା ରିସିଭ୍ କରିବ, ସେ ମାର୍କସିଟ୍ଟା ତମେ ଅଥେଣ୍ଟିକେଟ୍ କିପରି କରିବ? ତମେ ଯେତେବେଳେ ରିସିଭ୍ କରିବ, ରିସିଭ୍ କଲା ମଧ୍ୟ ତମେ ସେଠି ଦେଖିବ ତମର ରୋଲ ନମ୍ବର ମ୍ୟାଚ୍ କରିବ। ଆଉ ଗୋଟେ କଥା ମେନ୍ ମ୍ୟାଣ୍ଡେଟରୀ, ତମର ଥିଓରି ପ୍ରାକ୍ଟିକାଲ ଟିଏମ୍ଏ ର ମାର୍କଟାକୁ ମ୍ୟାଚ୍ କରିବ। ଏଟା ହଉଛି ମେନ୍ ପଏଣ୍ଟ। ଆଉ ଗୋଟେ କଥା ଦେଖିବ, ଏଠି ହୋଲୋଗ୍ରାମ ଥିବା ଦରକାର କରେ। ଏଠି ହଉଛି ତମର QR କୋଡ୍ ରହିଥିବା ଦରକାର କରେ। ଯେଉଁ ଷ୍ଟୁଡେଣ୍ଟ ମାନଙ୍କର ମାର୍କସିଟ୍ ହଜି ଯାଇଛି କିମ୍ବା ଚିରି ଯାଇଛି ସେଇ ଷ୍ଟୁଡେଣ୍ଟ ମାନେ NIS ର ପୋର୍ଟାଲରେ ଯାଇକି ତମ ନିଜର ରେଜିଷ୍ଟ୍ରେସନ ନମ୍ବର କିମ୍ବା ନିଜର ୟୁଜର ID ପାସୱାର୍ଡ ପକେଇକି ପୁଣି ଡୁପ୍ଲିକେଟ ମାର୍କସିଟ୍ ଅର୍ଡର କରିପାରିବ। ଆଉ ଗୋଟେ କଥା ମୁଁ କହୁଛି, ତମେ ମାର୍କସିଟ୍ ରିସିଭ୍ କରିବ, ମାର୍କସିଟ୍କୁ ଭଲ ଭାବେ ନିଜେ ଚେକ୍ କରିବ। ଏଥିରେ ବହୁତ ପ୍ରକାର ସିକ୍ୟୁରିଟି ଜିନିଷ ଦିଆଯାଇଥାଏ। ଏହାର 100 GMS ର ପେପର ଥାଏ। ତମେ ଏହା ଦେଖିପାରୁଥିବ ଥିକନେସ୍ ଟି ମୋଟା ରହିବ। ତମେ ଦେଖିପାରୁଥିବ ଏଟା ପିଚ୍ କଲର ର, ଦେଖିପାରୁଥିବ ଏଟା ତମର ଏଠି QR କୋଡ୍ ଥିବ, ତମର AI ନମ୍ବର ଥିବ, ଏଠି ତମର NIS ର ଲୋଗୋ ଅଛି ଦେଖିପାରୁଥିବ। ତମ ହିନ୍ଦୀରେ ଲେଖା ହେଇଥିବ ଏଠି ପ୍ଲସ୍ ଇଂଲିଶରେ, ବୁଝିପାରିଲ। ଓ ନେକ୍ସଟ ଲେଖା ଦେଖାଉଥିବ ଏଠି ତମ ଫଟୋ ରହିବ। ଓ ଆହୁରି ତମର କୋଉ ଇୟର ପାସିଂ ହେଇଛ, ତମର ଏନରୋଲମେଣ୍ଟ ନମ୍ବର ଥିବ, ଏଠି ନେମ୍ ଥିବ କ୍ୟାଣ୍ଡିଡେଟ୍ ର, ଏଠି ମଦର ଫାଦର ନେମ୍ ଥିବ, ତମ ଗାର୍ଜିଆନ ନେମ୍ ଥିବ, ଏଠି ଯଦି ଗାର୍ଜିଆନ ଥିବ ଯଦି ଗାର୍ଜିଆନ ନେମ୍ ରହିବ ଏଠି। ଓ ତମର କୋଉ ଷ୍ଟେଟ୍ ପାସ୍ ଆଉଟ୍ ହେଇଛି ତମର ଲେଖା ରହିବ ଏଠି, ଓଡ଼ିଶା କିମ୍ବା ଦିଲ୍ଲୀ କୌଣସି ଜାଗା ତମେ ପାସ୍ କଲେ ବି ତମ ସେଇ ଜାଗାର ନାମ ଲେଖାଯିବ। ଆହୁରି ନେକ୍ସଟକୁ ଚାଲି ଆସିବା ଆମେ, ଏଠି ଲେଖା ହେଇଛି ସବଜେକ୍ଟ କୋଡ୍ ରଖିଛି। ଏଠି ସବଜେକ୍ଟ କୋଡ୍ ତମ ଏଇ ଲାଇନରେ ମିଳିଯିବ, ଏପଟେ ତମ ସବଜେକ୍ଟର ନାଁ ରହିବ, ବୁଝିପାରିଲ। ତାପରେ ତମର ଏଇଟା ହେଉଛି ଆମର ଷ୍ଟ୍ରିମ୍ 1 ର ଏଟା ସାର୍ଟିଫିକେଟ। ଷ୍ଟ୍ରିମ୍ 1 ହଉ କିମ୍ବା ଷ୍ଟ୍ରିମ୍ 2 ହଉ କିମ୍ବା ଅନ୍ ଡିମାଣ୍ଡ କିମ୍ବା ଯେକୌଣସି ବି ଷ୍ଟ୍ରିମ୍ ହଉ ତମମାନଙ୍କୁ ଏହିପରି ସାର୍ଟିଫିକେଟ ମିଳିବ, ବୁଝିପାରିଲ। ଏଟା ହେଉଛି ଷ୍ଟ୍ରିମ୍ 1 ର ଫ୍ରେଶ ଲର୍ଣ୍ଣର୍ସ, ମାନେ NIS ର ପୁରା ଆଡମିସନ ହେଇଛନ୍ତି ଫ୍ରେଶ ରେ। ତାଙ୍କର ସାର୍ଟିଫିକେଟ ଟୋଟାଲ TMR ବି ଇନକ୍ଲୁଡ ଅଛି, ବୁଝିପାରୁଛନ୍ତି। ଏଥିରେ ତାଙ୍କର TMR ରହିବ, ପ୍ରାକ୍ଟିକାଲ ରହିବ, ଥିଓରି ରହିବ। ଯେଉଁ ସବଜେକ୍ଟରେ ପ୍ରାକ୍ଟିକାଲ ନାହିଁ ସେଇ ସବଜେକ୍ଟରେ ତମେ ଦେଖିପାରୁଥିବ XX ଅଛି ହେଲା। ଯୋଉ ସବଜେକ୍ଟ ସେମାନେ ପାସ୍ ହେଇଛନ୍ତି ଦେଖିପାରୁଥିବ PPP ଲେଖା ହେଇଛି ପାସ୍, ବୁଝିପାରିଲ। ଆଉ ଟୋଟାଲ ଲେଖା ହେଇଥିବ ତାଙ୍କ ଗ୍ରେଡ୍, ଏଠି ଲେଖା ହେଇଥିବ ଗ୍ରେଡ୍ କେତେ ଅଛି, ଗ୍ରେଡ୍ କାଲକୁଲେସନ ଅଛି ୟାର ପଛପଟେ ଲେଖା ହେଇଛି, ତମେ ଦେଖେଇବି ଆଗକୁ ଯାଇକି ମୁଁ। ତାପରେ ଏଠି ତମ ପାସ୍ ଲେଖାଯିବ। ଓ ଏଠି ତମ ଡାଇରେକ୍ଟର ସିଗ୍ନେଚର ରହିବ। ଏଠି ତମ କୋଉଠି ହେଇଛି ଲେଖା ଦେଖିପାରୁଥିବ। ମେନ୍ କଥା ହଉଛି ତମେ ଯେତେବେଳେ ଏଇ ସାର୍ଟିଫିକେଟଟା କଲେକ୍ଟ କରିବ, ସାର୍ଟିଫିକେଟ କଲେକ୍ଟ କଲା ଦେଖିଥିବ କୌଣସି ଡ୍ୟାମେଜ ନଥାଏ, ଯେପରିକି ଏଠି ଦେଖିପାରୁଥିବ ଏଠି ହୋଲୋଗ୍ରାମ କୌଣସି ସ୍କ୍ରାଚ୍ କିମ୍ବା ହୋଲୋଗ୍ରାମ ହିଁ ନଥିବ ଯଦି ତମ ପାଇଁ ଏଇଟା ବିପଦ ଜିନିଷ ହେଇଯିବ। କିମ୍ବା କୌଣସି ସ୍କାନର ଯଦି ବି ଡ୍ୟାମେଜ ଥାଏ ସେଟା ଚଳିବ ତମ ପାଇଁ। ତମମାନଙ୍କ ଯଦି ହୋଲୋଗ୍ରାମ କୌଣସି ଡ୍ୟାମେଜ ହୋଇନଥାଏ କିମ୍ବା ଡାଇରେକ୍ଟର ସିଗ୍ନେଚରଟା କିଛି ଡ୍ୟାମେଜ ନ ହୋଇଥାଏ, ତମମାନଙ୍କର ଅଲଗା ସବୁ ଜିନିଷ ତମର ନେଟ୍ ବି ଡେଟା ପାଇପାରିବ। କିନ୍ତୁ ତମ ଯୋଉ ହାର୍ଡ କପି ମିଳିଛି ତମେ ସବୁଆଡେ ୟୁଜ କରିବ ଲାଇଫ ଟାଇମ ପାଇଁ, ଏଟା ତମକୁ ଦିଆଯାଏ। ଏଠି ତମେ ଦେଖିପାରୁଥିବ କଲର ଅଛି, এই କଲରଟା ଲାଇଟ୍ ହେଇକି ଅଟୋମେଟିକଲି ଛାପା ହେଇଥାଏ ସେହିପରି, କିମ୍ବା ଅଟୋମେଟିକଲି ସେଟା ରେଡ୍ ଛାଡ଼ିବ ହାଲକା ହାଲକାରେ, ମାନେ ପେପର ସହିତ ମିଶିଯିବ ବୋଲି, ବୁଝିପାରିଲ। ଏଠି ତାପରେ ନେକ୍ସଟ ପେଜ ଉଲ୍ଟଉଛି ତମେ ଦେଖିପାରୁଥିବ,
ଏଠି ତମ ମାନଙ୍କୁ ଦେଖିପାରୁଥିବ ଏଠି ହାଲକା ନାଲଟା ଏପରି ବି ପାର ହେଇଛି କାରଣ ସେପରି ଏକ ଇଙ୍କ ସେଇପରି ଏକ ଇଙ୍କ ଅଛି ତମର ଅରିଜିନାଲ ମାର୍କସିଟ ରେ ମିଳିବ ସେ ସୁଇଂ ପ୍ଲସ୍ ତମର ଏଠି ଲେଖାଥିବ କେତେ ଗ୍ରେଡ ରଖିଲେ କେତେ ମାର୍କ ତମର ରହୁଛି କୋଉ ଗ୍ରେଡ ରେ ତମ କେତେ ମାର୍କ ରହୁଛି ବୁଝିପାରିଲ ଏଠି ସବୁ ଗ୍ରେଡ ଲେଖା ହେଇଛି ସେକେଣ୍ଡ ରେ ତମ ମାନଙ୍କୁ ମିଳିବ ଏନଆଇଏସ୍ ତରଫରୁ ଦୁଇଟା ମାର୍କସିଟ ମିଳିଥାଏ ଏଟା ହଉଛି ତମର ମାଇଗ୍ରେସନ କମ୍ ट्रांसफर सर्टिफिकेट टा मदर नेम रहिबो एटी फादर नेम रहिबो तमरो एटी को इयर पासिंग हेइचो तमरो एनरोलमेंट नंबर रहिबो ओ एटी तमरो सब डेटा देखि पाउथो तमरो एई परी माइग्रेशन सर्टिफिकेट रहिबो एटी इंचार्ज सिग्नेचर रहिबो तमन देखियो तो कोनोसी जिंस भी जो जिंस मेन थाइ जे इंचार्ज सिग्नेचर किंबा कैंडिडेट नेम किंबा एई जो नंबर लिखाई देखि पाउथो भल्ला बादिन लिखा दे कोनोसी डैमेज न थाइ सर्टिफिकेट जे रिसीव करिवो कोनोसी डैमेज तम मनकु जेमि देखा न जाय बुझि पाइलो एटा होउची तमरो सीनियर सेकेंड रो यार कलर देखि पाउछो तमरो यार हला पीच कलर आसीबोनी तम मन एटा पिस्ता कलर आसीबो हला ओ एठी तमरो देखो तो एठी भी सेही परी फोटो रहिबो एठी भी सेही परी स्पेशल लिंक यूज हेतिबो एठी तमर क्यूआर कोड अछि केबे पासिंग हेइचो एठी एनरोलमेंट नंबर किंतु तमर यार खाली कलर डिफरेंस रहिबो जेहेतु तम सीनियर सेकेंडरी रो एठी खाली तमर कलर डिफरेंस मिलिबो किंतु मेन पॉइंट होउची तमर एठी होलोग्राम रहिबो डायरेक्ट सिग्नेचर तमर रहिबो एठी ओ या पछरे भी सेही परी तम मानको देखिया को मिलि जिवो यार कोनोसी भी एनआईएस बोर्ड केबे भी ता मार्कशीट केबे भी चेंज कर नै किबा लोक माने कहउचंदी या ओरिजिनल मार्कशीट बे नुआ एमिति एई परी देखा जाउची कहि कि तम मानो कि बिकुथिबे कि कोनोसी जगह चुकौथिबे तम एई भली जिंसर सावधान सहित बची के रहिबो आ गोटे नेक्स्ट कथा तम मानको एठी तम मानको देखि पतो एठी भी डेट लिखा हितिबो कोठो आइची मेंशन हिची एठी एही परिया सब सिग्नेचर रहिबो बुझि पाइलो तमरो सब एठी भी स्पेशल लिंक रे सब जिंस मिलिबो बुझि पाइलो तब नेक्स्ट भी देख पातो एठी पछपटे भी छपि हल्का रहिबो आ तमे गोटे मेन इंपोर्टेंट देखै दउची तमाने एकु लाइट देखेले तमानको हल्का रे देखि परिबो एठी गोटे राउंड हे कि तम देखा जिवो बुझि पाइलो राउंड हे कि तम देखा जिवो तमरो माने एनएस लोगोटा जो एम्बॉस हे जी ट्रांसपेरेंट तम देखा जिवो लाइट देखै भी तम देखि परिबो तम मानकु एही एनआईएस रो मार्कशीट दुईटी माध्यम दे मिली पारे जदी तमकु एनआईएस बोर्ड पोस्ट ऑफिस दे कि तम इंडिया पोस्ट माध्यम दे मिलिबो अथवा तमरो स्टडी सेंटर रे मिलिबो स्टडी सेंटर रे एग्जाम दे आसले बेले पचारिबो तमरो मार्कशीट टा केबे भितर आसी जिवो जो स्टडी सेंटर कहले तमटा बाय पोस्ट मिलिबो ता तमकु ही बाय पोस्ट री मिलिबो तो ए वीडियो टा मु एतिकी रखुची नमस्कार।